ଜୁଲାଇ 16 ତାରିଖ ସେଦିନ ଥିଲା ଜଗାର ରଥଯାତ୍ରା। ଯେହେତୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ସେଥିପାଇଁ ସେଦିନ ବହୁତ ଭକ୍ତଙ୍କର ଭିଡ଼ ହୋଇଥିଲା। ସେଇ ଭିଡ଼ରେ ଆମେ ଜଗାର ରଥ ଭିଡ଼ି ପାରିନଥିଲୁ। ସେଥିପାଇଁ 17 ତାରିଖରେ ଆମେ ସକାଳ 10ଟାରୁ ବାହାରି ପଡ଼ିଥିଲୁ ଜଗା ପାଖକୁ ଯିବା ପାଇଁ। ଆଉ ଜଗା ଦାଣ୍ଡରେ ଫାଇନାଲି ପହଞ୍ଚି ମଧ୍ୟ ଗଲୁ। ଜଗାର ଦର୍ଶନ ଏତେ ପାଖରୁ ମିଳିଯିବ ବୋଲି ମୁଁ କେବେ ସ୍ୱପ୍ନରେ ମଧ୍ୟ ଭାବିନଥିଲି। ଯେହେତୁ ବର୍ଷକୁ ଥରେ ଠାକୁର ବାହାରକୁ ବାହାରନ୍ତି, ସେଇ ଦୃଶ୍ୟକୁ ଦେଖିବା ପାଇଁ ବାହାର କଣ୍ଟ୍ରିରୁ ମଧ୍ୟ ଭକ୍ତମାନେ ଆସିଥାନ୍ତି। ଜଗାର ଦର୍ଶନ କରିସାରିବା ପରେ ଜଗାର ରଥ ଭିଡ଼ିଲୁ ଏବଂ ଜଗାର ବଡ଼ଦାଣ୍ଡରେ ଆମେ ଜଗା ସହ ନାଚିଲୁ। ଝିପି ଝିପି ବର୍ଷା। ବଡ଼ଦାଣ୍ଡରେ ନାଚି ନାଚି ଆମେ ସୁଭଦ୍ରା ମାଙ୍କ ରଥରେ ଆସି ମଧ୍ୟ ପହଞ୍ଚିଗଲୁ। ଠାକୁରଙ୍କ ରଥ ଭିଡ଼ିବା ବେଳେ ବହୁତ ମା ଭଉଣୀଙ୍କର ସେନ୍ସଲେସ୍ ମଧ୍ୟ ହୋଇଯାଉଥିଲା। ଏଇଠି ଦେଖିପାରୁଥିବେ ଗୋଟେ ମାଙ୍କର ସେନ୍ସଲେସ୍ ମଧ୍ୟ ହୋଇଯାଇଥିଲା। ମା ସୁଭଦ୍ରାଙ୍କର ରଥ ବି ବହୁତ ଭଲରେ ଭିଡ଼ି ପାରିଲୁ। ଆମର କି ଭାଗ୍ୟ! ଏତେ ଗହଳିରେ ମଧ୍ୟ କିଛି ଅସୁବିଧା ନ ହୋଇ ଆମେ ମା ସୁଭଦ୍ରାଙ୍କର ରଥ ମଧ୍ୟ ଭିଡ଼ିଲୁ। ଆଉ ରଥ ଭିଡ଼ିକି ଆସିବା ବେଳେ ଗୋଟେ ମୋବାଇଲ ଚୋର ଧରା ପଡ଼ିଥିଲା। ବହୁତ ମାଡ଼ ଖାଉଥିଲା, ତ ଦେଖିପାରୁଥିବେ। ଗୋଟେ ଭିଡ଼ିଓରେ ତ ସବୁ କଭର କରିହେବନି, ସେଥିପାଇଁ ଆପଣମାନେ ଚ୍ୟାନେଲକୁ ଫଲୋ କରି ରଖିଥାନ୍ତୁ। ନେକ୍ସଟ ଭିଡ଼ିଓ ଦେଖାହେବା। ରହୁଛି। ଜୟ ଜଗନ୍ନାଥ।